ବାହାଘର ସିନା 2 ବର୍ଷ ହେଲା ସରିଲାଣି କିନ୍ତୁ ଗିଫ୍ଟ ଖୋଲା ସରିନି ଆଜି ପର୍ଯ୍ୟନ୍ତ। ହଁ ହଁ ଆପଣ ମାନେ ଠିକ ଶୁଣିଛନ୍ତି। ଇଏ ହଉଛି ଆମରି ବାହାଘରର ଗିଫ୍ଟ। କିଛି ଖୋଲା ହେଇଯାଇଥିଲା ଆଉ କିଛି ରହିଯାଇଥିଲା। ତାକୁ ମୁଁ ଆଜି ଭାବିଲି ମୁଁ ତାକୁ ଖୋଲିକିରି ଦେଖିବି କଣ କଣ ସବୁ ଅଛି। ଦେଖିଲା ବେଳକୁ ସବୁ କାଚ ଜିନିଷ ଗୁଡା। ଆଉ ଏଇ ସବୁକୁ ଦେଖିକି ମୋର ସେଇ ଦିନ କଥା ମନେ ପଡିଗଲା। ଯୋଉ ଦିନ ଆମେ ରାଜାରାଣୀ ହେଇ ବସିଥିଲୁ 2 ଜଣ ମଣ୍ଡପ ଉପରେ। ସେ ସବୁକୁ ନେଇକି ରଖିଦେଲି ମୋ ରୋଷେଇ ଘର ଥାକରେ। ଆଉ ଏଠି ଭାଇ ଭଉଣୀ 2 ଜଣ ବସିକି ଚଲାଉଛନ୍ତି ମୋବାଇଲ। ଖାଲି ତ ମୋବାଇଲ ଭିତରେ ଗଳିଗଲେ ଆଉ। ହଉ ତମେ ମୋବାଇଲ ଟିପ ମୁଁ ଯାଏ କିଛି ଖାଇବି। ରେ ଦେଖିଲା ବେଳକୁ ଏଇ ସେଉ ଅଙ୍ଗୁରୁ ବେଦନା ଡାଳିମ୍ବ ଯାହା ଥିଲା ମୁଁ ତାକୁ ଧରିଲି ଚାଲିଲି ମୋର କିଚେନ କୁ। ସେଠି ମୋର କଟାକଟି କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଥିଲା। ଆଉ ସବୁତକ କାଟିକି ଦେଖୁଥିଲି ସବୁ ଠିକ ଠାକ ଅଛି କି ନାହିଁ ସେଟା ପୁରା ଖରାପ ହେଇଯାଇଛି। ଉପରେ ତ ଠିକ ଠାକ ଦେଖା ଯାଉଥିଲା କିନ୍ତୁ କାଟିଲା ବେଳକୁ ଦେଖିଲା ବେଳକୁ ଟିକେ କଳା କଳା ଦେଖା ଯାଉଛି। ଆଉ ତାକୁ ଖାଇବିନି। ଏମିତି କେବେ ଆପଣ ମାନଙ୍କ ସାଙ୍ଗରେ ହେଇଛି ଯଦି ହେଇଛି ମତେ କହିବେ ତ। ଆଉ ଏଇଟା ହଉଛି ମୋର ପୁରୁଣାଗତ ଅଭ୍ୟାସ ଟାଉକା ମାରିକି ଖାଇବା। ଆରେ ଖାଉ ଖାଉ ସବୁ ଖାଇଦେବି ନା କଣ ସେଠି ପରା ଭାଇ ଭଉଣୀ 2 ଜଣ ଜଗିକି ବସିଛନ୍ତି ନେଇକି ଗଲେ ଖାଇବେ ବୋଲି। ସେଠି ଦେଖିଲା ବେଳକୁ ଭଉଣୀ ନାହିଁ ଦେଖିଲା ବେଳକୁ 2 ଭାଇ ବସିଛନ୍ତି। ହଉ ଭଉଣୀ ଭାଗ ଭାଇ ମାନେ ଖାଇଦିଅନ୍ତୁ ଆଉ। ତାପରେ ଆମେ ବୁଢା ବୁଢୀ 2 ଜଣ ଗୋଟେ ସାଇଡ ହେଇକି ବସିକି ମୋବାଇଲ ଦେଖିଲୁ ଆଉ ଖାଇଲୁ। ଦେଖିଲେ ତ ମୁଁ କେତେ ଚାଲାକ।